आपण ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଆଜି ଜଣେ ସେଇଭଳି ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣିବା, 5 ଧାଡିରେ ନୁହେଁ 10 ଧାଡିରେ। ଭାସ୍କୋ ଡା ଗାମା 1460 ମସିହାରେ ପର୍ତ୍ତୁଗାଲର ସାଇନସ୍ ସହରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଏଭେଷ୍ଟୋ ଡା ଗାମା ଏବଂ ମାତାଙ୍କ ନାମ ଇସାବେଲ ସୋଡ୍ରେ ଥିଲା। 1497 ମସିହାରେ ଗାମା ଭାରତରେ ପହଞ୍ଚିବାକୁ ଲକ୍ଷ୍ୟ ରଖି 4ଟି ଜାହାଜ ସହିତ ଲିସବନରୁ ଯାତ୍ରା କଲେ। ତାଙ୍କର ଜାହାଜରେ ସାଓ ଗ୍ରାବିଏଲ ଓ ସାଓ ରାଫେଲ ଏବଂ 2ଟି ଛୋଟ ଜାହାଜ ଅନ୍ତର୍ଭୁକ୍ତ ଥିଲା। ଭାସ୍କୋ ଡା ଗାମା ଜଣେ ପର୍ତ୍ତୁଗୀଜ ଅନୁସନ୍ଧାନକାରୀ ଯିଏ ଆବିଷ୍କାର ଯୁଗରେ ବିଶେଷ ଭାବରେ ଭାରତକୁ ସମୁଦ୍ର ମାର୍ଗ ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ହିନ୍ଦ ମହାସାଗରରେ ନୌକାଚାଳନା ସମେତ ଏକ ଚ୍ୟାଲେଞ୍ଜିଂ ଯାତ୍ରା ପରେ ଡା ଗାମା ମେ 1498 ମସିହାରେ ଭାରତର କାଲିକଟ, ଯାହାକି ବର୍ତ୍ତମାନ ହେଉଛି କୋଜିକୋଡେ ରେ ପହଞ୍ଚିଥିଲେ। କିଛି ବାଣିଜ୍ୟ ଚୁକ୍ତିନାମା ପାଇବା ପରେ ଡା ଗାମା 1499 ମସିହାରେ ପର୍ତ୍ତୁଗାଲକୁ ଫେରିଥିଲେ। ୟୁରୋପରୁ ଭାରତକୁ ପ୍ରଥମ ପ୍ରତ୍ୟକ୍ଷ ସମୁଦ୍ର ଯାତ୍ରା ସମାପ୍ତ କରିଥିଲେ। 1502 ମସିହାରେ ଗାମା ଭାରତକୁ ଦ୍ୱିତୀୟ ଅଭିଯାନ ନେତୃତ୍ୱ ନେଇଥିଲେ। ଏଥର 20ଟି ଜାହାଜ ସହିତ ଭାରତ ମହାସାଗରରେ ପର୍ତ୍ତୁଗୀଜ ପ୍ରାଧାନ୍ୟ ବିସ୍ତାର କରିବାକୁ ଏବଂ ଅଧିକ ଅନୁକୂଳ ବାଣିଜ୍ୟ ସର୍ତ୍ତାବଳୀ ସୁରକ୍ଷିତ ରଖିବାକୁ ଲକ୍ଷ୍ୟ ରଖିଥିଲା। ଡା ଗାମାଙ୍କ ଯାତ୍ରା ୟୁରୋପ ଏବଂ ଏସିଆ ମଧ୍ୟରେ ବିଶେଷ ଭାବରେ ହଳଦୀ, ଚିନାବାଦାମ ଏବଂ ଲବଙ୍ଗ ଭଳି ମସଲାରେ ଲାଭଜନକ ବାଣିଜ୍ୟ ମାର୍ଗ ପ୍ରତିଷ୍ଠା କରିବାରେ ସାହାଯ୍ୟ କଲା। ଭାସ୍କୋ ଡା ଗାମା 1524 ମସିହାରେ ମୃତ୍ୟୁବରଣ କରିଥିଲେ। ଭାସ୍କୋ ଡା ଗାମା ଆବିଷ୍କାର ଯୁଗର ଅନ୍ୟତମ ପ୍ରସିଦ୍ଧ ଅନୁସନ୍ଧାନକାରୀ ଥିଲେ। ଭିଡିଓଟି ଯଦି ଭଲ ଲାଗିଲା ଭିଡିଓଟିକୁ ଲାଇକ୍ କରିଦେବେ, ଭିଡିଓକୁ ଅନୁସାରେ ସେୟାର କରନ୍ତୁ, ଚ୍ୟାନେଲକୁ ପ୍ଲିଜ ସବସ୍କ୍ରାଇବ କରି ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାନ୍ତୁ। ଭିଡିଓ ଅପଲୋଡ ହେଲେ ନୋଟିଫିକେସନ ପହଞ୍ଚିବ, ଆମେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣିପାରିବା। ତାହେଲେ ଦେଖା ହେବା ଆଗାମୀ ଭିଡିଓରେ। ରହୁଛି, ନମସ୍କାର।